ଯୁକ୍ତାକ୍ଷର ଉଭୟ ଓଡ଼ିଆ ଓ ଇଂରାଜୀରେ। କରେ କ ଏହାକୁ ଇଂରାଜୀରେ ଲେଖାଯିବ ଡବଲ କେ ଏ। କରେ ତ ଏହାକୁ ଇଂରାଜୀରେ KTA ଲେଖାଯାଏ। କ୍ର ଏହାକୁ ଇଂରାଜୀରେ KRA ବୋଲି ଲେଖାଯାଏ। ୱଙ୍କଙ୍କ ଏହାକୁ ଇଂରାଜୀରେ NKA ଲେଖାଯାଏ। ୱଙ୍କଙ୍ଖ ଏହାକୁ ଇଂରାଜୀରେ NKHA ବୋଲି ଲେଖାଯାଏ। ୱଙ୍ଗଙ୍ଗ ଏହାକୁ ଇଂରାଜୀରେ NGA ବୋଲି ଲେଖାଯାଏ। ୱଙ୍ଘ ଏହାକୁ ଇଂରାଜୀରେ NGH ବୋଲି ଲେଖାଯାଏ। ନ୍ୟଞ୍ଚଞ୍ଚ ଏହାକୁ ଇଂରାଜୀରେ NCHA ବୋଲି ଲେଖାଯାଏ। ନ୍ୟଞ୍ଜ ଏହାକୁ ଇଂରାଜୀରେ NJA ବୋଲି ଲେଖାଯାଏ। ମୂର୍ଦ୍ଧଣ୍ୟରେ ଟ ଏହାକୁ ଇଂରାଜୀରେ NTA ବୋଲି ଲେଖାଯାଏ। ମୂର୍ଦ୍ଧଣ୍ୟରେ ଠ ଏହାକୁ ଇଂରାଜୀରେ NTHA ବୋଲି ଲେଖାଯାଏ। ମୂର୍ଦ୍ଧଣ୍ୟରେ ଢ ଏହାକୁ ଇଂରାଜୀରେ NDA ବୋଲି ଲେଖାଯାଏ। ମୂର୍ଦ୍ଧଣ୍ୟରେ ଢ ଏହାକୁ ଇଂରାଜୀରେ NDHA ବୋଲି ଲେଖାଯାଏ। ଦନ୍ତେନରେ ତ ଏହାକୁ ଇଂରାଜୀରେ NTA ବୋଲି ଲେଖାଯାଏ। ଦନ୍ତନରେ ଥ ଏହାକୁ ଇଂରାଜୀରେ NTHA ବୋଲି ଲେଖାଯାଏ। ନ୍ୟନ୍ଦନ୍ଦ ଏହାକୁ ଇଂରାଜୀରେ NDA ବୋଲି ଲେଖାଯାଏ। ନ୍ୟନ୍ଦନ୍ଧ ଏହାକୁ ଇଂରାଜୀରେ NDHA ବୋଲି ଲେଖାଯାଏ। ମରେ ପ ଏହାକୁ ଇଂରାଜୀରେ MPA ବୋଲି ଲେଖାଯାଏ। ମରେ ଫ ଏହାକୁ ଇଂରାଜୀରେ MPHA ବୋଲି ଲେଖାଯାଏ। ମରେ ବ ଏହାକୁ ଇଂରାଜୀରେ MBA ବୋଲି ଲେଖାଯାଏ। ମରେ ଭ ଏହାକୁ ଇଂରାଜୀରେ MBHA ବୋଲି ଲେଖାଯାଏ। ସ୍କ ଏହାକୁ ଇଂରାଜୀରେ SKA ବୋଲି ଲେଖାଯାଏ। ଷ୍ଟ ଏହାକୁ ଇଂରାଜୀରେ STA ବୋଲି ଲେଖାଯାଏ। ଷ୍ଠ ଏହାକୁ ଇଂରାଜୀରେ STHA ବୋଲି ଲେଖାଯାଏ। ସ୍ତ ଏହାକୁ ଇଂରାଜୀରେ STA ବୋଲି ଲେଖାଯାଏ। ସ୍ଥ ଏହାକୁ ଇଂରାଜୀରେ STHA ବୋଲି ଲେଖାଯାଏ।